ବୃଷ ରାଶି ପାଇଁ ନଭେମ୍ବର ମାସର ମାସିକ ରାଶିଫଳ। ନଭେମ୍ବର ମାସରେ ଗ୍ରହମାନଙ୍କର ଗୋଚରୀୟ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ, ଏ ମାସରେ ବୃଷ ରାଶି ଜାତ ବ୍ୟକ୍ତି ପରାକ୍ରମୀ ହେବେ ସତ, କିନ୍ତୁ ନିଜ ପରାକ୍ରମ ଯୋଗୁଁ କଷ୍ଟକର ସମୟ ମଧ୍ୟ ଭୋଗ କରିପାରନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ନଭେମ୍ବର ମାସରେ ବୃଷ ରାଶିର ଅଧିପତି ଶୁକ୍ର ମାସର 2 ତାରିଖ ଠାରୁ ନଭେମ୍ବର ମାସର 26 ତାରିଖ ପର୍ଯ୍ୟନ୍ତ ନିଜ ରାଶି ବୃଷ ରାଶିଠାରୁ ଷଷ୍ଠ ଭାବ ତୁଳା ରାଶିରେ ଅବସ୍ଥାନ କରୁଥିବାରୁ ଏ ସମୟରେ ଚାକିରି କରୁଥିବା ବୃଷ ରାଶି ଜାତ ବ୍ୟକ୍ତି ବିଶେଷ ଚାକିରି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ସହକର୍ମୀମାନଙ୍କ ସହିତ ମତଭେଦ ଲାଗି ରହିବ। ଉପରିସ୍ଥ ଅଧିକାରୀଙ୍କର ରୋଷ ଦୃଷ୍ଟିର ସାମନା କରିବେ। ନିଜ କାର୍ଯ୍ୟରେ ନିଜେ ସନ୍ତୁଷ୍ଟ ହେବେ ନାହିଁ, କିନ୍ତୁ ଅପରପକ୍ଷରେ ବାଣିଜ୍ୟ ବ୍ୟବସାୟ କରୁଥିବା ବୃଷ ରାଶି ଜାତ ବ୍ୟକ୍ତିଙ୍କର ସପ୍ତମ ଭାବ ବିଛା ରାଶିରେ ରାଶି ଅଧିପତି ମଙ୍ଗଳ ମହାଗ୍ରହ ଅବସ୍ଥାନ କରୁଥିବାରୁ ଏବଂ ସପ୍ତମ ଭାବ ଉପରେ ଧନକାରକ ଗ୍ରହ ବୃହସ୍ପତିଙ୍କର ଦୃଷ୍ଟି ରହିଥିବାରୁ ନଭେମ୍ବର ମାସରେ ବୃଷ ରାଶି ଜାତ ବ୍ୟକ୍ତି ଆଶା ଅନୁରୂପ ଫଳ ବାଣିଜ୍ୟ ବେପାର କ୍ଷେତ୍ରରୁ ପାଇପାରିବେ। ବେପାର ଠିକ୍ଠାକ୍ ଚାଲିବ। ଯେଉଁ ବୃଷ ରାଶି ଜାତ ବ୍ୟକ୍ତି ଜାଗା ବାଡ଼ି କିଣାବିକା ବା ରିଏଲ ଇଷ୍ଟେଟ୍ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି, ସେମାନେ ସେହିସବୁ କ୍ଷେତ୍ରରୁ ପ୍ରଚୁର ଅର୍ଥ ଉପାର୍ଜନ କରିପାରିବେ। ବାଣିଜ୍ୟ ଉଦ୍ଦେଶ୍ୟରେ କରୁଥିବା ଯାତ୍ରା ସଫଳ ହେବ। ନୂତନ ପ୍ରକାରର ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମନ ବଳାଇବେ। ଆର୍ଥିକ ଦୃଷ୍ଟିରୁ ଦେଖିଲେ ଜଣାଯାଏ, ନଭେମ୍ବର ମାସ ବୃଷ ରାଶି ପାଇଁ ଲାଭପ୍ରଦାୟକ ମାସ ରହିବ। ବୃଷ ରାଶିର ଲାଭ ବା ଆୟ ଭାବର ଅଧିପତି ବୃହସ୍ପତି ଉଚ୍ଚ ଭାବରେ ଅବସ୍ଥାନ କରି ନିଜ ଘର ମୀନ ରାଶିକୁ ଦେଖୁଥିବାରୁ ଏ ସମୟରେ ଆୟ ଠିକ୍ଠାକ୍ ରହିବା ସହିତ ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ। କିନ୍ତୁ ମୀନ ରାଶିରେ ବକ୍ରୀ ଭାବରେ ଅବସ୍ଥାନ କରିଥିବା ଶନି ଏହିସବୁ କ୍ଷେତ୍ରରେ ଅଯଥା ବିଳମ୍ବ ସୃଷ୍ଟି କରିବେ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନଭେମ୍ବର ମାସଟି ବୃଷ ରାଶି ପାଇଁ ସନ୍ତୁଳିତ ମାସ ହେବ। ନିଜର ଜ୍ଞାନ ଗାରିମାରେ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବେ। ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। କିନ୍ତୁ ମଙ୍ଗଳଙ୍କର ଅଷ୍ଟମ ଦୃଷ୍ଟି ବୃଷ ରାଶିର ପରିବାର ସ୍ଥାନ ଉପରକୁ ରହିଥିବାରୁ ପୈତୃକ ସମ୍ପତ୍ତିକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହେବାର ସମ୍ଭାବନା ରହିଅଛି। ଏପରିକି ପରିବାରର ସଦସ୍ୟମାନଙ୍କ ଭିତରେ କଥା କଟାକଟିକୁ ନେଇ ପାରସ୍ପରିକ ମତଭେଦ ଉପୁଜିପାରେ। ଦାମ୍ପତ୍ୟ ଜୀବନରେ ଖଟା ମିଠା ଭଳି ଅବସ୍ଥା ଲାଗି ରହିବ। ବନ୍ଧୁବାନ୍ଧବଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଅଛି। ପ୍ରେମ ସମ୍ପର୍କରେ ଥିବା ବୃଷ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ମାସଟି ଅନୁକୂଳ ଫଳ ପ୍ରଦାନ କରିବ ନାହିଁ। ବୃଷ ରାଶିର ପଞ୍ଚମ ସ୍ଥାନ ଉପରକୁ ଶନିଙ୍କର ଦୃଷ୍ଟି ରହିଥିବାରୁ ଏ ମାସରେ ଲଭ୍ ଲାଇଫ୍ରେ ଥିବା ବୃଷ ରାଶି ଜାତ ବ୍ୟକ୍ତି ହାତେ ମାପି ଚାଖଣ୍ଡେ ଚାଲିବା ଠିକ୍ ହେବ। କାରଣ ଶନି ମହାଗ୍ରହ ସବୁବେଳେ ଚାହିଁବେ ସମ୍ପର୍କଟିକୁ ପୋଡ଼ି ଜାଳି ନଷ୍ଟ କରିଦେବା ପାଇଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, ନଭେମ୍ବର ମାସଟି ବୃଷ ରାଶି ପାଇଁ ବିଶେଷ ସମସ୍ୟା ପ୍ରଦାନ କରିବ ନାହିଁ। ମାସର ପ୍ରଥମ 2 ଦିନକୁ ଛାଡ଼ିଦେଲେ ଅବଶିଷ୍ଟ ଦିନଗୁଡ଼ିକରେ ବୃଷ ରାଶି ଅଧିପତି ଶୁକ୍ର ଭଲ ସ୍ଥିତିରେ ରହୁଥିବାରୁ ଋତୁ ପରିବର୍ତ୍ତନ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ବ୍ୟତୀତ ସେପରି କିଛି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ନାହିଁ। ଏ ତ ଗଲା ମୋଟାମୋଟି ଭାବରେ ନଭେମ୍ବର ମାସ ପାଇଁ ବୃଷ ରାଶିର ମାସିକ ରାଶିଫଳ।
ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ବୃଷ ରାଶିଜାତ ବ୍ୟକ୍ତି ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବୃଷରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।